ସୁବର୍ଣ୍ଣପୁର ଭାଜପା ରାଜନୀତିରେ ବଡ଼ ପରିବର୍ତ୍ତନର ଆଭାସ। ଭାଜପା ରାଜନୀତି ମୋଡ଼ ବଦଳାଇ ପାରେ। ସକ୍ରିୟ ହେଉଛନ୍ତି ପୁରୁଣା ଭାଜପାୟୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଅନୁଗତ ତଥା ରାଜ୍ୟ ସମ୍ପାଦକ କାଳିନ୍ଦୀ ସାମଲଙ୍କୁ ପୂର୍ବତନ ଭାଜପା ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜ୍ଞ ବିଧାନ ଚନ୍ଦ୍ର ପାଣିଗ୍ରାହୀ ସାକ୍ଷାତ କଲା ପରେ ବଢ଼ିଛି ଏପରି ଚର୍ଚ୍ଚା। ଭାଜପା ସମ୍ପାଦକ କାଳିନ୍ଦୀ ସାମଲଙ୍କୁ ଶ୍ରୀ ବିଧାନ ତାଙ୍କ ଖାସ୍ ଅନୁଗତ ସୁରେଶ ମିଶ୍ରଙ୍କ ସହିତ ସୋନପୁର ସର୍କିଟ ହାଉସଠାରେ ସାକ୍ଷାତ କରିବା ପରେ ଚର୍ଚ୍ଚା ବଢ଼ିଛି। ବର୍ତ୍ତମାନ ରାଜ୍ୟ ଭାଜପାରେ ଗୋଷ୍ଠୀ ବିବାଦ ପ୍ରବଳ। 2 ବର୍ଷ ବିତିବାକୁ ବିତିଥିଲେ ହେଁ ଦଳ ନିଗମ ବୋର୍ଡ ଅଧ୍ୟକ୍ଷ ପଦ ପୂରଣ କରିପାରିନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ପଟରେ ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଗୋଟିଏ ପଟରେ। ତେଣୁ ପୁରୁଣା ଭାଜପା ନେତାଙ୍କୁ ଏକତ୍ରିତ କରି ଧର୍ମେନ୍ଦ୍ର ବଳ ଗୋଟାଇବାକୁ ପ୍ରୟାସ କରୁଥାଇ ପାରନ୍ତି ବୋଲି କୁହାଯାଉଛି। ସେମିତି ବି ଦେଖିଲେ ଭାଜପାର ପୁରୁଣା କର୍ମୀ ଏବଂ ନେତା ଦଳରେ ଅସୁରକ୍ଷିତ। ଆମଦାନୀ ନେତାମାନେ ସବୁ କୁଆଡ଼େ ମାଡ଼ି ବସିଛନ୍ତି।